ତ ଆମେ କାଲି ପଢୁଥିଲେ ଫିଜିକାଲ ଡିଷ୍ଟ୍ରିବ୍ୟୁସନ। ତ ଫିଜିକାଲ ଡିଷ୍ଟ୍ରିବ୍ୟୁସନ ମାନେ ହେଲା ଯେ ଆମର ଗୋଟେ ଗୁଡସ୍ ଟା ଯେତେବେଳେ ପ୍ରଡକ୍ସନ ହଉଛି ସେଟା ଯେତେବେଳେ ତାର ଯୋଉମାନେ ତାକୁ କନଜ୍ୟୁମ କରୁଛନ୍ତି ତାଙ୍କ ପର୍ଯ୍ୟନ୍ତ କେମିତି ସେ ପ୍ରଡକ୍ସନ ପ୍ରୋସେସ ରେ ସେଟା ଯାଉଛି, କେମିତି କୋଉ ପ୍ରୋସେସ ରେ ସେଟା ଯାଉଛି, ଡାଇରେକ୍ଟ ପ୍ରଡକ୍ସନ ରୁ କନଜ୍ୟୁମର ପର୍ଯ୍ୟନ୍ତ ସେଟା କୋଉ ପ୍ରୋସେସ ରେ ଯାଉଛି, ସେଟା ହେଲା ଆମର ଫିଜିକାଲ ଡିଷ୍ଟ୍ରିବ୍ୟୁସନ। ତ ଆମର ସେଇ ଫିଜିକାଲ ଡିଷ୍ଟ୍ରିବ୍ୟୁସନ ଆମର ବହୁତ ସାରା ପାର୍ଟ ଅଛନ୍ତି, ମାନେ ପାର୍ଟ ନଉଛନ୍ତି ଯୋଉମାନେ ଡିଲର, ମର୍ଚାଣ୍ଟ ଏଜେଣ୍ଟସ୍, ଏମାନେ ସବୁ ତା ଦେହରେ ଗୋଟେ ପାର୍ଟ କରୁଛନ୍ତି, ପ୍ଲେ କରୁଛନ୍ତି। ଦେନ୍ ଫିଜିକାଲ ଡିଷ୍ଟ୍ରିବ୍ୟୁସନ ର ମେନ୍ ଅବଜେକ୍ଟିଭ ଆମେ ପଢିଥିଲେ କଷ୍ଟମର ସାଟିସ୍ଫାକ୍ସନ ହବ, ପ୍ରଫିଟ ମାକ୍ସିମାଇଜେସନ, ତାପରେ କେମିତି ଗେଟିଂ ଦ ରାଇଟ୍ ପ୍ରଡକ୍ଟ ରାଇଟ୍ ପ୍ଲେସ୍, ମାନେ ଗୋଟେ କଷ୍ଟମର କୁ କେମିତି ଆମେ ସେ ଯାହା ଯୋଉ ପ୍ରଡକ୍ଟ ଚାହୁଁଛୁ ସେଇଟା ଦେଇପାରିବା, ରାଇଟ୍ କ୍ୱାଣ୍ଟିଟି ଦେଇପାରିବା, ରାଇଟ୍ ଟାଇମ ରେ ଦେଇପାରିବା ୱିଥ୍ ଲୋଅର କଷ୍ଟ। ଦେନ୍ ଆମର ପ୍ରଡକ୍ସନ ଆକ୍ଟିଭିଟିରେ କେମିତି ଆମର କୋଅର୍ଡିନେସନ ହେଇପାରିବ ପ୍ରଡକ୍ସନ ଆଉ ଡିଷ୍ଟ୍ରିବ୍ୟୁସନ। ଦେନ୍ ଆମର କଷ୍ଟମର୍ସ ମାନଙ୍କୁ ଆମେ କେମିତି ଲୋୟର ପ୍ରାଇସ ରେ କିଛି ସେଲ କରିପାରିବା, ଆଉ ଆମର ପ୍ରଫିଟ ମାର୍ଜିନ ଟାକୁ ବି ଆମେ ଆଖିରେ ରଖିବା। ଦେନ୍ ଆମେ ଡିଷ୍ଟ୍ରିବ୍ୟୁସନ ଚ୍ୟାନେଲ ଆମର ହୋଲସେଲର ପଢିଥିଲେ, ରିଟେଲର ପଢିଥିଲେ, ଆଉ ରିଟେଲର ବି କଣ କଣ ସବୁ ଫଙ୍କସନ ଅଛି ସେ ସବୁ ପଢିଥିଲେ। ତ ଆଜି ଆମର ଷ୍ଟାର୍ଟ କରିବା ୟୁନିଟ 5। ତ ୟୁନିଟ 5 ରେ ଆମର ଅଛି ଏଗ୍ରିକଲଚରାଲ ମାର୍କେଟିଂ। ତ ଏଗ୍ରିକଲଚର ମାନେ କଣ, ଯେ ଆମର ହ୍ୟୁମାନ ମାନଙ୍କର ବେସିକ ନିଡ ଯୋଉଗୁରା ରହୁଛି, ଆମର ଯେମିତି ଆମେ ଡେଲି ଫୁଡ କନଜ୍ୟୁମ କରୁଛି, ତ ସେଇ ଫୁଡ ଗୁଡାକ ସବୁ ଫାର୍ମର ମାନେ ପ୍ରଡ୍ୟୁସ କରୁଛନ୍ତି। ତ ସେଇ ଫାର୍ମର ମାନେ ଯୋଉ ପ୍ରଡ୍ୟୁସ କରୁଛନ୍ତି ସେଇ ସବୁ ଆକ୍ଟିଭିଟି ଯୋଉ ରହିଲା ଫୁଡ ପ୍ରଡକ୍ସନ ର, ସେ ସବୁ ହେଲା ଆମର ଏଗ୍ରିକଲଚର। ତ ଏଗ୍ରିକଲଚର fulfills the basic needs of humankind by producing food। ତ ଫୁଡ ପ୍ରଡ୍ୟୁସ କରିକି ଆମେ ଯୋଉ ଲୋକମାନଙ୍କର ବେସିକ ନିଡ ଟାକୁ ଫୁଲଫିଲ କରୁଛେ ତାକୁ କହିବା ଆମେ ଏଗ୍ରିକଲଚର। About a century ago, farmer used to produce food commodity mostly for self-consumption or for exchange with others. Mostly in the same village or nearby places, they were primarily self-reliant। ତ ଆମର ଆଗ କାଳରେ କଣ ଥିଲା ଯେ ମୁଁ ସପୋଜ ମୁଁ ଧାନ ଚାଷ କରିଛି, ତ ଆଉ ଯିଏ ଅଲଗା କିଛି ଚାଷ କରିଥିବ କି ଭେଜିଟେବୁଲ୍ସ ଚାଷ କରିଥିବ, ତ ମୁଁ ତାକୁ ଧାନ ଦେଲେ, ଚାଉଳ ଦେଲେ ସିଏ ମତେ ଭେଜିଟେବୁଲ ଦବ। ତ ଏଇଟା ଗୋଟେ ଟାଇପ ର ମାର୍କେଟିଂ ହେଇଯାଉଥିଲା ଯେ ଆମେ ଆମ ପ୍ରଡକ୍ଟ ସେଲ କରିବା ୱିଥ ସମ୍ ଅଦର କାଇଣ୍ଡ। But now production environment has changed considerably from self-reliance to commercialization। କିନ୍ତୁ ଏବେ ସେଇଟା ଚେଞ୍ଜ ହେଇଗଲାଣି ଯେ ଆମେ କେବଳ ଆଗରୁ ଆମର ବେସିକ ନିଡ ଟାକୁ ଫୁଲଫିଲ କରିବା ପାଇଁକା ଏଗ୍ରିକଲଚର କରୁଥିଲେ, କିନ୍ତୁ ଏବେ କଣ ହେଇଗଲାଣି ଏଗ୍ରିକଲଚର ଟା ଆମର କମର୍ସିଆଲାଇଜେସନ ହେଇଗଲାଣି, ମାନେ ଲୋକମାନେ ତା ଦେହରୁ ଯେମିତି ପ୍ରଫିଟ ଟାକୁ ହିଁ ବାହାର କରୁଛନ୍ତି, ମାନେ ବେସିକ ନିଡ ଫୁଲଫିଲ ହେଲା ପରେ ତାଙ୍କର ଆଉ ଯାହା ବି ନିଡ ରହୁଛି ଫାଇନାନ୍ସିଆଲ ନିଡ ସେ ସବୁକୁ ବି ଫୁଲଫିଲ କରିବା ପାଇଁ କି ଏବେ ଆମର ଏଗ୍ରିକଲଚର କରୁଛନ୍ତି। Technological advancement in the form of high-yielding varieties, use of fertilizer, insecticides, pesticides, farm mechanization has led to a substantial increase in farm production and consequently the larger marketable and marketed surplus। ତ କଣ ଯୋଉ ଆମର ଯୋଉ କୀଟନାଶକ ଔଷଧ ଦେଖ ଆଗରୁ ଏତେ ସବୁ ୟୁଜ ହଉନଥିଲା, କାରଣ ଲୋକମାନେ କେବଳ ବେସିକ ନିଡ ଟାକୁ ହିଁ ଫୁଲଫିଲ କରିବାକୁ ଚାହୁଁଥିଲେ, କିନ୍ତୁ ଏବେ ଯେହେତୁ ସେମାନେ ଚାହୁଁଛନ୍ତି କି ଫାଇନାନ୍ସିଆଲ ନିଡ ତାଙ୍କର ଫୁଲଫିଲ ହବ, ଅଧିକ ମନି ଚାହୁଁଛନ୍ତି, ସେମାନେ କଣ କରୁଛନ୍ତି ଯୋଉ କେମିକାଲ ୟୁଜ କରୁଛନ୍ତି, ଇନସେକ୍ଟିସାଇଡ, ପେଷ୍ଟିସାଇଡ, ଫର୍ଟିଲାଇଜର ଏସବୁ ୟୁଜ କରିକି ଅଧିକରୁ ଅଧିକ ପ୍ରଡକ୍ସନ କରୁଛନ୍ତି। ତ ସେଥିପାଇଁକା ଏବେ ଆମର ସେଇଟା କମର୍ସିଆଲ ହେଇଯାଇଛି ଏଗ୍ରିକଲଚର ଟା। Then agricultural marketing brings producer and consumer together through a series of activities and thus become an essential element of the economy। ତ ଆମର ଏଗ୍ରିକଲଚରାଲ ମାର୍କେଟିଂ ଟା ଆମର କଷ୍ଟମର୍ସ ଆଉ କନଜ୍ୟୁମର ମାନଙ୍କୁ ଏକାଠି ଆଣିଛି। ତ ସେଥିପାଇଁକା ଏବେ ଆମର ସେଟା ଇକୋନୋମିରେ ଗୋଟେ essential element ହେଇସାରିଲାଣି। The scope of agricultural marketing is not only limited with the final agricultural produce, it also focuses supply of agricultural input to the farmers। ତ ଏଇ ଏଗ୍ରିକଲଚରାଲ ମାର୍କେଟିଂ ଟା କେବଳ ଲିମିଟେଡ ନୁହଁ ଯେ କେବଳ ଆମେ ଏଗ୍ରିକଲଚରାଲ ପ୍ରଡ୍ୟୁସ କରିବା, ବଟ୍ ଇଟ୍ ଫୋକସେସ୍ ଅନ୍ ସପ୍ଲାଇ ଅଫ ଏଗ୍ରିକଲଚରାଲ ଫ୍ୟାକ୍ଟର୍ସ, ମାନେ ସେ ସବୁ ଯୋଉ ଧାନ ଚାଷ ହଉ, ଡାଲି ଚାଷ ହଉ, ଏ ସବୁ କେମିତି ଲୋକମାନଙ୍କ ପାଖରେ ପହଞ୍ଚିବ ସେଇଟା ବି ଏବେ ଇନକ୍ଲୁଡ କରୁଛି ଆମର ଏଗ୍ରିକଲଚରାଲ ମାର୍କେଟିଂ। The term agricultural marketing is composed of two words. One is agriculture, then marketing. Agriculture generally means growing and or raising of crops and livestock, while marketing encompasses a series of activities involved in moving of goods from the point of production to point of consumption। ତ ଆମର ମାର୍କେଟିଂ ରେ ଏଗ୍ରିକଲଚରାଲ ମାର୍କେଟିଂ ରେ ଆମର ଦିଟା ୱାର୍ଡ କନସିଷ୍ଟ ହେଇକି ରହିଛି। ଫାର୍ଷ୍ଟ ୱାନ୍ ଇଜ ଏଗ୍ରିକଲଚର, ଦେନ୍
ମାର୍କେଟିଂ ତ ଏଗ୍ରିକଲଚରରେ ଆମର କଣ ଇନକ୍ଲୁଡ ହଉଛି ଯେ ଆମେ ଯୋଉ କ୍ରପ୍ସ କରୁଛେ, ଯୋଉ ସବୁ ଧାନ ଗହମ ଚାଷ ହଉଛି, ଆଉ ଲାଇଭ ଷ୍ଟକ୍ ମାନେ ଯୋଉ ଗାଈ ଗୋରୁ ବି ଯୋଉ ପାଳୁଛନ୍ତି, ସେ ସବୁ ଆମର ଏଗ୍ରିକଲଚର ରେ ଆସୁଛି। ଆଉ ମାର୍କେଟିଂ ହଉଛି ଯୋଉ ଆକ୍ଟିଭିଟିଟା ଦେଖି ଆମର ଯାହା ବି ପ୍ରଡକ୍ସନ ହଉଛି ସେଇଟା କେମିତି କନଜମ୍ପସନ ପଏଣ୍ଟ ପର୍ଯ୍ୟନ୍ତ ଯାଇପାରିବ, ସେ ସବୁ ହେଲା ଆମର ମାର୍କେଟିଂ। Then ଆସିଲା definition of agricultural marketing. So according to Philip Kotler, human activity direct at satisfying the needs and wants through exchange process. ତ ଆମର ଯୋଉ ହ୍ୟୁମାନ ମାନଙ୍କର ନିଡ୍ ଆଉ ୱାଣ୍ଟସ୍ ଯୋଉ ଫୁଲଫିଲ୍ ହଉଛି, ଯୋଉ ପ୍ରୋସେସ ରେ ହଉଛି, ସେ ସବୁ ହେଲା ଆମର ଏଗ୍ରିକଲଚରାଲ ମାର୍କେଟ। ଦେନ୍ ଆକର୍ଡିଂ ଟୁ ଆମେରିକାନ ମାର୍କେଟିଂ ଆସୋସିଏସନ, performance of business activities that directs the flow of goods and services from producer to users। ତ ଆମର ଯୋଉ ଗୁଡ୍ସ ଯୋଉମାନେ ପ୍ରଡ୍ୟୁସ କରୁଛନ୍ତି ସେମାନଙ୍କ ପାଖରୁ ୟୁଜର୍ସଙ୍କ ପାଖକୁ ଯୋଉ ଗୁଡ୍ସ ଟା ଆମର ଯାଉଛି, ମୁଭମେଣ୍ଟ ହଉଛି, ସେଇଟା କଣ କହିବେ ଏଗ୍ରିକଲଚରାଲ ମାର୍କେଟ। ଦେନ୍ ଆମର ଆସିଲା ଇମ୍ପୋର୍ଟାନ୍ସ ଅଫ ଏଗ୍ରିକଲଚରାଲ ମାର୍କେଟ। ତ ଆମର ଏଗ୍ରିକଲଚରାଲ ମାର୍କେଟିଂ ର ଇମ୍ପୋର୍ଟାନ୍ସ କଣ? ଫାର୍ଷ୍ଟ ୱାନ୍ ଇଜ ଅପ୍ଟିମାଇଜେସନ ଅଫ ରିସୋର୍ସେସ ୟୁଜ ଆଣ୍ଡ ଆଉଟପୁଟ ମ୍ୟାନେଜମେଣ୍ଟ। ତ ଦେଖ, ତ ସବୁ ଇଣ୍ଡଷ୍ଟ୍ରିଜ ମାନେ କଣ କରୁଛନ୍ତି, ପ୍ରଫିଟ ପାଇଁକା କାମ କରୁଛନ୍ତି। ତ ସେମାନେ ଏତେ ଆମର ଯୋଉ ଏନଭାରମେଣ୍ଟ ରହୁଛି, ଏନଭାରମେଣ୍ଟ ର ଏତେ ରିସୋର୍ସେସ ୟୁଜ କରୁନାହାନ୍ତି, କିନ୍ତୁ ଏଗ୍ରିକଲଚରରେ ଆମର ଯାହା ବି ନ୍ୟାଚୁରାଲ ରିସୋର୍ସେସ ରହିଲା, ସଏଲ, ୱାଟର, ଏ ସବୁକୁ ୟୁଜ ହେଇକି ହିଁ ଆମର ଏଗ୍ରିକଲଚର ହେଇପାରିବ। ତ ତା ଦ୍ଵାରା ଆମର କଣ, ଆମର ରିସୋର୍ସେସ ର ମାକ୍ସିମମ୍ ୟୁଜ ହେଇପାରିଲା। ଦେନ୍ ଇନକ୍ରିଜ ଇନ ଫାର୍ମ ଇନକମ୍। ତ ଆମର ଫାର୍ମ ସପୋଜ ଯାହାର ଗାଈ, ସେ ସବୁ ଗାଈ ମାନଙ୍କୁ ରଖିଥିବ, ସେମାନଙ୍କର ସବୁ ଇନକ୍ରିଜ ହବ ଇନକମ୍। ଲୋକମାନେ ଯୋଉ ଆମର ଡାଏରୀ ପ୍ରଡକ୍ଟ ସେଲ ହବା ଦ୍ଵାରା, ତା ଦ୍ଵାରା କଣ ହବ, ଆମର ଯୋଉମାନେ ଫାର୍ମ କରିଛନ୍ତି ସେମାନଙ୍କର ବି ଇନକମ ଟା ଇନକ୍ରିଜ ହବ। ଦେନ୍ ୱାଇଡେନିଂ ଅଫ ମାର୍କେଟ। ତ ଆମର ମାର୍କେଟ ବି ୱାଇଡ ହବ, ଯେହେତୁ ଏଗ୍ରିକଲଚରାଲ ପ୍ରଡକ୍ଟ ଟା ସବୁଆଡେ ମିଳିବ, କାରଣ ସବୁ ଲୋକମାନଙ୍କର ଫାଷ୍ଟ ନିଡ୍ ଟା ହିଁ ଆମର ଏଗ୍ରିକଲଚର ହିଁ ଫୁଲଫିଲ କରିବ। ତ ସେଟା, ସେଥିପାଇଁ କି ଏଇଟା ହେଲା ୱାଇଡ ମାର୍କେଟ। ଦେନ୍ ଗ୍ରୋଥ ଅଫ ଆଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରି। ତ ଆମର ଏଇଟା କଣ, ଆଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରି ମାନେ ଆମର ଯୋଉ ବେସିକ ହ୍ୟୁମାନ ନିଡ୍ ରହୁଛି, ଭାତ, ଡାଲି, ରୁଟି, ମାନେ ଏଇଟା କଣ ଆମର ବେସିକ ନିଡ୍, ଏ ସବୁକୁ ଫୁଲଫିଲ କରିଛି ଏଗ୍ରିକଲଚର। ତ ୟା ଦ୍ଵାରା ଆମର ଆଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରି ବି ଇନକ୍ରିଜ ହବ। ଦେନ୍ ପ୍ରାଇସ ସିଗ୍ନାଲ। ତ ନର୍ମାଲି ଡାଲି ଚାଉଳ ଏମାନଙ୍କର ପ୍ରାଇସ୍ ଆଗରୁ କମ ଥିଲା, କାରଣ ଆମ କଣ୍ଟ୍ରିରେ ମାକ୍ସିମମ୍ ଲୋକ ଏଗ୍ରିକଲଚର କରିକି ନିଜେ ଖାଉଥିଲେ। କିନ୍ତୁ ଏବେ କଣ, ଯେହେତୁ ସମସ୍ତେ କମର୍ସିଆଲ କରୁଛନ୍ତି, ମାନେ ନିଜର ପ୍ରଫିଟ ଟାକୁ ବଢେଇବାକୁ ଚାହୁଁଛନ୍ତି, ତ ଏଇଟା ଗୋଟେ ପ୍ରାଇସ୍ କୁ ବି ଇଣ୍ଡିକେଟ କରିବ। ଦେନ୍ ଆଡପସନ ଆଣ୍ଡ ସ୍ପ୍ରେଡ ଅଫ ନ୍ୟୁ ଟେକ୍ନୋଲୋଜି। ତ ଦେଖ, ଆଗରୁ ଧାନ ଚାଷ କଣ ହାତରେ ସମସ୍ତେ କରୁଥିଲେ, କିନ୍ତୁ ଏବେ କଣ ସବୁ ମେସିନ ଆସିଗଲାଣି, ଟ୍ରାକ୍ଟର ଆସିଗଲାଣି। ତା ଦ୍ଵାରା ଆମର କଣ ନ୍ୟୁ ଟେକ୍ନୋଲୋଜି ଟା ଆଡପ୍ଟ ହଉଛି ଆଉ ସେଟା ସ୍ପ୍ରେଡ ହଉଛି। ଦେନ୍ ଏମ୍ପ୍ଲୟମେଣ୍ଟ କ୍ରିଏସନ। ତ ଯେତେବେଳେ ଜଣେ ଚାଷ କରୁଛି, ଡାଏରୀ ଫାର୍ମ କରୁଛି, ତ ତା ଦେହରେ ତାକୁ ବହୁତ ସାରା ଲୋକ ଦରକାର। ତା ଦ୍ଵାରା କଣ ହବ, ସେ ଯୋଉ ଲୋକମାନଙ୍କୁ ବି ସେ ହାୟାର କରିବ, ସେମାନଙ୍କୁ ବି ସେ ପେମେଣ୍ଟ କରିବ। ତା ଦ୍ଵାରା ଆମର କଣ, କଣ୍ଟ୍ରିରେ ବି ଏମ୍ପ୍ଲୟମେଣ୍ଟ କ୍ରିଏସନ ହଉଛି। ଦେନ୍ ଆଡିସନ ଟୁ ନ୍ୟାସନାଲ ଇନକମ୍। ଯେହେତୁ ଆମର କଣ୍ଟ୍ରିରେ ସବୁ ଲୋକ ସବୁ ଲୋକ ନୁହେଁ, ମାକ୍ସିମମ୍ ଲୋକ ଏଗ୍ରିକଲଚର ଉପରେ ଡିପେଣ୍ଡ କରୁଛନ୍ତି। ତ ଯଦି ଆମର ଏଗ୍ରିକଲଚରାଲ ମାର୍କେଟିଂ ଟା ବଢିବ, ତା ଦ୍ୱାରା କଣ ହବ, ଆମ ନ୍ୟାସନାଲ ଇନକମ୍ ବି ଇନକ୍ରିଜ ହବ। ଦେନ୍ ବେଟର ଲିଭିଂ। ଲୋକମାନଙ୍କର ଯଦି ନ୍ୟାସନାଲ ଇନକମ୍ ଇନକ୍ରିଜ ହବ, ଲୋକମାନଙ୍କର ଷ୍ଟାଣ୍ଡାର୍ଡ ଇନକ୍ରିଜ ହବ, ତା ଦ୍ୱାରା ଆମର କଣ, ଲୋକମାନେ ବେଟର ଲିଭିଂ ହେବେ, ମାନେ ଆଗରୁ ଯେମିତି ବଞ୍ଚୁଥିଲେ ତାଠାରୁ ଭଲରେ ବଞ୍ଚିବେ, ତାଙ୍କ ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଟା ଇନକ୍ରିଜ ହବ। ଦେନ୍ ଇଟ କ୍ରିଏଟ ପ୍ଲେସ୍ ୟୁଟିଲିଟି। First one is form utility, place utility, time utility and position utility। ତ ୟୁଟିଲିଟି ମାନେ ମୁଁ କହିଥିଲି ଯେ ଯୋଉ ସବୁ ହିଣ୍ଡ୍ରାନ୍ସେସ୍ ଆସିବ ଗୋଟେ କାମରେ, ତ ତା ପାଇଁକା ଯୋଉ ସବୁ ସୁବିଧା ରହିବ, ଯେମିତି ଆମର ପ୍ଲେସ୍ ପାଇଁକା ଆସିଲା ଟ୍ରାନ୍ସପୋର୍ଟେସନ, ଟାଇମ ପାଇଁ ଆମର ଆସିଲା ୱେୟାର ହାଉସିଂ, ସେମିତି ଫର୍ମ ପଜିସନ, ଏଇ ସବୁ ଯାହାବି ଆମର ପ୍ରୋବ୍ଲେମ ଅଛି ତା ପାଇଁକା ଯୋଉ ସଲ୍ୟୁସନ ହଉଛି, ସେଇ ସବୁ ହେଲା ଆମର ୟୁଟିଲିଟି। ଦେନ୍ ଆମର ଇଣ୍ଟରନ୍ୟାସନାଲ ମାର୍କେଟିଂ। ତ ଇଣ୍ଟରନ୍ୟାସନାଲ ମାର୍କେଟିଂ କଣ? International marketing is the application of marketing principles by industries in one or more than one country। ଯେତେବେଳେ ଗୋଟେ କଣ୍ଟ୍ରିରୁ ଆଉ ଗୋଟେ କଣ୍ଟ୍ରିକୁ ଯେତେବେଳେ ଆମେ କିଛି ସେଲ କରୁଛେ, ମାର୍କେଟିଂ କରୁଛେ, ସେ ସବୁ ହେଲା ଆମର ଇଣ୍ଟରନ୍ୟାସନାଲ ମାର୍କେଟିଂ। It is possible for companies to conduct business in almost any country around the world thanks to the advance in international marketing। ତ କଣ, ଇଣ୍ଟରନ୍ୟାସନାଲ ମାର୍କେଟିଂ ଦ୍ଵାରା ଆମର କଣ୍ଟ୍ରିର ସବୁଆଡେ, କଣ୍ଟ୍ରିରେ କେବଳ ନୁହେଁ, ଆମର ୱାର୍ଲଡରେ ବି ଆମ ପ୍ରଡକ୍ଟ ସେଲ ହେଇପାରୁଛି, ସେଇଟା ହେଲା ଆମର ଇଣ୍ଟରନ୍ୟାସନାଲ ମାର୍କେଟିଂ। In simple words,
International marketing is trading of goods and services among different countries. The procedure of planning and executing the rates, promotion and distribution of products and services is the same worldwide. ଆମର international market ରେ ଆମର କଣ ହଉଛି ଆମର good services ଟା ବହୁତ market different country ରେ ଆମର product sale ହେଇପାରୁଛି ଆଉ ତାପରେ ଯୋଉ rate ରହୁଛି ଆମର ଗୁଡ୍ସ ମାନଙ୍କର ପ୍ରମୋସନ ରେଟ୍ ବଢିବ ଡିଷ୍ଟ୍ରିବ୍ୟୁସନ ରେଟ୍ ବଢିବ ତା ଇଏ ସବୁ ଆମର ଇଣ୍ଟରନ୍ୟାସନାଲ ମାର୍କେଟିଂ ଯୋଗୁ ହିଁ ପସିବଲ ହେଇପାରୁଛି ଦେଖ ଇଣ୍ଟରନ୍ୟାସନାଲ ମାର୍କେଟିଂ ହବା ଦ୍ୱାରା ଦେଖ ଆମ କଣ୍ଟ୍ରିରେ କେବଳ ଆମ ଇଣ୍ଡିଆରେ ସେଲ ହଉଥିଲା ଆମ ପ୍ରଡକ୍ଟ ଏବେ ଆମେ ଚାହିଁବା ଯେ ଆମ ପ୍ରଡକ୍ଟଟା ଚାଇନାରେ ସେଲ ହଉ ଆମେରିକାରେ ସେଲ ହଉ ତା ଦ୍ୱାରା ଆମକୁ କଣ ପ୍ରମୋସନ ବି ଅଧିକରୁ ଅଧିକ କରିବାକୁ ପଡିବ ଟିଭି ଚ୍ୟାନେଲରେ ହଉ ସୋସିଆଲ ମିଡିଆରେ ହଉ ସବୁଆଡେ ପ୍ରମୋସନ କରିବାକୁ ପଡିବ ଯାହା ଦ୍ୱାରା କି ଫରେନର ମାନେ ବି ଆମ କମ୍ପାନୀର ପ୍ରଡକ୍ଟ ବିଷୟରେ ଜାଣିପାରିବେ ତମ ମାନେ ଦେଖୁଥିବ ଟିଭିରେ ଫରେନ କମ୍ପାନୀ ମାନେ ଯେମିତି ପ୍ରଡ୍ୟୁସ କରୁଛନ୍ତି ଗୁଡସ୍ ଆମେ ତାଙ୍କ ଆଡ ଟା ଦେଖିପାରୁଛେ ତ ସେମିତି ଆମ କମ୍ପାନୀର ଆଡ ବି ଫରେନର ମାନେ ଦେଖିବେ ତା ଦ୍ୱାରା ଆମର ପ୍ରମୋସନ ରେଟ୍ ଟା ବି ଇନକ୍ରିଜ ହବ ଆଉ ଡିଷ୍ଟ୍ରିବ୍ୟୁସନ ଆମର ଅଧିକ କରିପାରିବା ଦେନ୍ ଆସିଲା ଇଣ୍ଟରନ୍ୟାସନାଲ ମାର୍କେଟିଂ ର In recent times, companies are not restricted to their national borders but are open for international marketing. ତ ଏବେକା ଯୁଗରେ କମ୍ପାନୀ ମାନେ କେବଳ ତାଙ୍କ ନ୍ୟାସନାଲ ବର୍ଡର ରେ ସେଲ୍ କରିବା ପାଇଁ ରେଷ୍ଟ୍ରିକ୍ଟେଡ ନୁହଁ ବଟ୍ ସେମାନେ ଚାହିଁଲେ ଇଣ୍ଟରନ୍ୟାସନାଲି ବି ତାଙ୍କ ପ୍ରଡକ୍ଟକୁ ମାର୍କେଟିଂ କରିପାରିବେ. With the increasing in change in the customer demand, choice, preference and taste, the economies are expanding and giving way more to competitive marketing. ଯେହେତୁ ଆମର ମାର୍କେଟ ବଢୁଛି ଆମର କଣ ଇଣ୍ଟରନ୍ୟାସନାଲ ମାର୍କେଟ ହଉଛି ତା ଦ୍ୱାରା କଣ ଲୋକମାନଙ୍କ ଡିମାଣ୍ଡ ରେ ଚେଞ୍ଜ ହଉଛି ଚଏସ୍ ବି ଚେଞ୍ଜ ହଉଛି ପ୍ରିଫରେନ୍ସ ଚେଞ୍ଜ ହଉଛି ଦେଖ ଆମ କମ୍ପାନୀ ଆମ ଇଣ୍ଡିଆନ କମ୍ପାନୀରେ ଯଦି ଗୋଟେ ପ୍ରଡକ୍ଟ ଆମେ ନବା ତ ଯଦି ଦେଖିବା ଯେ ଗୋଟେ ଫରେନ କମ୍ପାନୀ ତାଠାରୁ କମ ଦାମରେ ଆମକୁ ଦଉଛି ତ ତା ଦ୍ୱାରା କଣ ହବ ଆମ ଇଣ୍ଡିଆନ କମ୍ପାନୀର ପ୍ରଡକ୍ଟ ଡିମାଣ୍ଡ କମିଯିବ ଲୋକମାନେ ଫରେନ କମ୍ପାନୀର ପ୍ରଡକ୍ଟ ପ୍ରିଫରେନ୍ସ କରିବେ ତ ଏସବୁ ପସିବଲ ହବ କେବଳ ଇଣ୍ଟରନ୍ୟାସନାଲ ମାର୍କେଟିଂ ପାଇଁ ଯେ ଲୋକମାନେ ଲୋୟର ପ୍ରାଇସ ରେ ବି ଗୋଟେ ପ୍ରଡକ୍ଟ ପାଇପାରିବେ Thus, organizations need to respond rapidly to the demand of the customer with well-defined marketing strategy. ତ ଅର୍ଗାନାଇଜେସନ ସେଥିପାଇଁ କଣ କରିବେ ଏଇ ଯୋଉ ରାପିଡଲି ଡିମାଣ୍ଡ ଇନକ୍ରିଜ ହବ ତ ସେଥିପାଇଁକା ତାଙ୍କୁ ଗୋଟେ ୱେଲ୍ ଡିଫାଇନ୍ଡ ମାର୍କେଟିଂ ଷ୍ଟ୍ରାଟେଜି ବନେଇବାକୁ ପଡିବ ଦେନ୍ ଆସିଲା ମେଜର ପାର୍ଟିସିପାଣ୍ଟସ୍ ଅଫ୍ ଇଣ୍ଟରନ୍ୟାସନାଲ ମାର୍କେଟିଂ ଫାର୍ଷ୍ଟ ୱାନ୍ ଇଜ multinational corporation. A multinational corporation is an organization that ensures the production of goods and services in one or more countries other than its home country. ତ କଣ ମଲ୍ଟିନାସନାଲ କମ୍ପାନୀ ତ ଏବେ ତମେ ଦେଖୁଥିବ ଏମଏନସି ଆସିଗଲାଣି ଆମ କଣ୍ଟ୍ରିକୁ ବହୁତ ସାରା ବଡ ବଡ କମ୍ପାନୀ ଖୋଲିଗଲାଣି ଆମ କଣ୍ଟ୍ରିରେ ସେମିତି ଆମ ଇଣ୍ଡିଆନ କମ୍ପାନୀ ବି ଖୋଲିଗଲାଣି ସବୁଆଡେ ତ ସେଥିପାଇଁ କଣ ଆମ କଣ୍ଟ୍ରିର ବି ଯୋଉ କଣ ଲୋକମାନଙ୍କର ଏମ୍ପ୍ଲୟମେଣ୍ଟ ଇନକ୍ରିଜ ହବ ଦେଖ ଫରେନ କମ୍ପାନୀ ଆସିକି ଯଦି ବି ଖୋଲିବ ଆମ କଣ୍ଟ୍ରିରେ ତ କଣ ଆମର ଲୋକମାନଙ୍କର ଏମ୍ପ୍ଲୟମେଣ୍ଟ ଅପରଚୁନିଟି କ୍ରିଏଟ ହବ ତା ଦ୍ୱାରା ଆମର ଲୋକମାନଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଟା ଇନକ୍ରିଜ ହବ Then such organizations have their offices, help desk or industrial setup across nation and usually have a centralized head office where they coordinate global management. ତ ଏମଏନସି ମାନଙ୍କର କଣ ଥାଏ ଗୋଟେ ଜାଗାରେ ତାଙ୍କର ହେଡ ଅଫିସ ଥାଏ ଯୋଉଥିରେ କି ସେମାନେ ଗ୍ଲୋବାଲି ସେମାନେ କନେକ୍ଟ ହେଇପାରନ୍ତି ଲୋକମାନଙ୍କ ସହିତ ଦେନ୍ ଏକ୍ସପୋର୍ଟର they are they are the overseas seller who sells the products and provide service across their home country by following necessary jurisdiction ତ ଆମର କଣ ଏକ୍ସପୋର୍ଟର ମାନେ କଣ ଯୋଉମାନେ କି ଆମ କଣ୍ଟ୍ରିର ପ୍ରଡକ୍ଟ ବାହାରକୁ ସେଲ କରୁଛନ୍ତି ସେମାନେ ହେଲେ ଆମର ଏକ୍ସପୋର୍ଟର୍ସ ତ ଏକ୍ସପୋର୍ଟର ମାନେ ସେ ପ୍ରଡକ୍ଟ କୁ ସେଲ କରନ୍ତି ଆଉଟସାଇଡ କଣ୍ଟ୍ରିରେ ଆଉ ସେମାନେ ପ୍ରଫିଟ ଅର୍ନ କରନ୍ତି ଆଉ ସେଥିପାଇଁ ବି କିଛି ରୁଲସ ରେଗୁଲେସନ ଅଛି ସେ jurisdiction କୁ follow କରିକି ସେମାନେ export କରନ୍ତି then ଆସିଲା importer there are the overseas buyer who buy products and service from exporter by complying with the jurisdiction and import by one nation is an export from other ତ କଣ ଆମର ଏକ୍ସପୋର୍ଟର ମାନେ ଯେତେବେଳେ ସେଲ କରୁଛନ୍ତି ଆମ କଣ୍ଟ୍ରିରେ କିଛି ଏକ୍ସପୋର୍ଟର ହେଇପାରନ୍ତି ଫରେନର ବି କିଛି ଏକ୍ସପୋର୍ଟ ହେଇପାରନ୍ତି ଏକ୍ସପୋର୍ଟର ହେଇପାରନ୍ତି ମାନେ କଣ ଯୋଉମାନେ ଫରେନରେ କିଛି ସେଲ କରୁଛନ୍ତି ତ ଆମେରିକା ପାଇଁ ଆମେ ହେଲେ ଫରେନର ତ ଆମେରିକାର ଏକ୍ସପୋର୍ଟର ମାନେ ଯୋଉ ସେଲ କରୁଛନ୍ତି ତାକୁ ଆମ କଣ୍ଟ୍ରିର ଇମ୍ପୋର୍ଟର ମାନେ ପରଚେଜ କରୁଛନ୍ତି ତ ସିମ୍ପଲ ୱାର୍ଡରେ ଯୋଉମାନେ ସେଲ କରନ୍ତି ସେମାନେ ହେଲେ ଏକ୍ସପୋର୍ଟର ଯୋଉମାନେ ପରଚେଜ କରନ୍ତି ସେମାନେ ହେଲେ ଇମ୍ପୋର୍ଟର ତ ସେ ଇମ୍ପୋର୍ଟ ଆଉ ଏକ୍ସପୋର୍ଟ ରେ ସବୁ କିଛି ଗୋଟେ ରୁଲସ ଫଲୋ କରିବାକୁ ପଡେ ଜୁରିସଡିକ୍ସନ ଫଲୋ କରିବାକୁ ପଡିବ ଦେନ୍ ସର୍ଭିସ କମ୍ପାନୀ
A service company generates revenue by trading on service and not on physical commodity. A public accounting company is the best example of a service company. Revenue here is generated by preparing the return of income tax, performing audit services, and by maintaining financial services. ତ ସର୍ଭିସ କମ୍ପାନୀରେ ଆମର ଫିଜିକାଲ କମୋଡିଟିଟା ସେମାନେ ଯୋଉ ଆମର ସର୍ଭିସ କମ୍ପାନୀ ମାନେ କଣ ଯୋଉମାନେ ଆମକୁ ସର୍ଭିସ ପ୍ରୋଭାଇଡ କରନ୍ତି ଆମର ଯୋଉ ଜିଓ ନେଟୱାର୍କ ହଉ ସେମାନେ ସବୁ କଣ ଆମକୁ ସର୍ଭିସ ପ୍ରୋଭାଇଡ କରୁଛନ୍ତି ସେମାନେ ଆମକୁ ଥୋଡି ନା ଗୁଡ୍ସ ଦଉଛନ୍ତି ତ ସେମାନେ ହେଲେ ସର୍ଭିସ କମ୍ପାନୀ ସେମାନେ ବି ତାଙ୍କର ସେଇ ସର୍ଭିସ କମ୍ପାନୀକୁ ଚଳେଇବା ପାଇଁ ସେମାନେ ଇନକମ ଟ୍ୟାକ୍ସ ରିଟର୍ନ ଫାଇଲ କରନ୍ତି ଅଡିଟ ସର୍ଭିସ ପରଫର୍ମ କରନ୍ତି ଆଉ ଫାଇନାନ୍ସିଆଲ ରେକର୍ଡକୁ ମେଣ୍ଟେନ କରନ୍ତି। ଦେନ୍ ଆସିଲା ଅପରଚୁନିଟି ଫର ସ୍ମଲ ବିଜନେସ। ତ ଆମେ ଦେଖିଲେ ଆମର ମେଜର ପାର୍ଟିସିପାଣ୍ଟ କୋଉମାନେ ରହିଲେ ମଲ୍ଟିନ୍ୟାସନାଲ କର୍ପୋରେସନ ଏକ୍ସପୋର୍ଟର ଇମ୍ପୋର୍ଟର ଆଣ୍ଡ ସର୍ଭିସ କମ୍ପାନୀ ଦେନ୍ ଆମର ଆସିଲା ଇମ୍ପୋର୍ଟାନ୍ସ ଅଫ ଇଣ୍ଟରନ୍ୟାସନାଲ ମାର୍କେଟିଂ। ତ ଇଣ୍ଟରନ୍ୟାସନାଲ ମାର୍କେଟିଂ ର ଇମ୍ପୋର୍ଟାନ୍ସ କଣ? First one is opportunity for small business. Going global is an important opportunity for small business owners in India. Any entrepreneur can use the internet to market products and services to buyer in foreign market. So global market ରେ ଆମର କଣ this ସବୁ ସ୍ମଲ ବିଜନେସମ୍ୟାନ ମାନେ ବି ଚାହିଁଲେ ସେଠି ସେଲ କରିପାରିବେ ଆମର ଯୋଉ ଏଣ୍ଟରପ୍ରେନର ମାନେ ଏବେ ଯୋଉ ବାହାରୁଛନ୍ତି ସେମାନେ ବି ଚାହିଁଲେ ପ୍ରଡକ୍ଟ କୁ ସେଲ କରିପାରିବେ ଗ୍ଲୋବାଲି। He must build a system to satisfy foreign customer needs such as shipping goods overseas and paying appropriate export fees। ତ ତମମାନେ ଇନଷ୍ଟାଗ୍ରାମ ରେ ଦେଖୁଥିବ ସବୁ ଗୋଟେ ଗୋଟେ କମ୍ପାନୀର ଆସୁଛି ଆଡ୍ ଆସୁଛି ସେମାନେ କଣ ଫରେନ କମ୍ପାନୀ ହେଇପାରିବେ ତ ସେମିତି ଆମ କଣ୍ଟ୍ରିର ବି ଯୋଉମାନେ ଏଣ୍ଟରପ୍ରିନର ରହିଲେ ସେମାନେ ବି ଫରେନ ମାର୍କେଟରେ ପ୍ରଡକ୍ଟ ସେଲ କରିପାରିବେ କିନ୍ତୁ ସେଥିପାଇଁକା ତାଙ୍କୁ କିଛି ସିଷ୍ଟମ ଫଲୋ କରିବାକୁ ପଡିବ ସେମାନେ ଦେଖିବେ ଯେ କଞ୍ଜ୍ୟୁମର ମାନଙ୍କର ନିଡ୍ କଣ ରହୁଛି ଆଉ ତାପରେ ଓଭରସିଜ ଯେତେବେଳେ ଯେହେତୁ ଆମେ ସେଲ କରିବା ତ ସେଥିପାଇଁକା ସିପିଂ ସିଷ୍ଟମ ଟା ବି ଭଲ ହେଇଥିବା ଦରକାର ମାନେ ଡେଲିଭରି ସେମାନେ କରିପାରୁଥିବା ଦରକାର। Other type of business that provides all of their services through the internet can go global. Marketing to foreign consumer online without some of the difficulty of creating a global supply chain and different distribution network। ତ ଆମର ବିଜନେସ ରେ ଯୋଉ ଆମେ ଇଣ୍ଟରନେଟ ଥ୍ରୁ ରେ ହଉ ତ ଆମେ କଣ ଆମେ କମ୍ପାନୀକୁ ଗ୍ଲୋବାଲି ବି ଆମେ ଆଡଭର୍ଟାଇଜିଂ କରିପାରିବା ଦେନ୍ ଆମର ଫରେନ୍ କଞ୍ଜ୍ୟୁମର ମାନଙ୍କୁ ଆମେ ଅନଲାଇନ ବି ମିଟ୍ କରିପାରିବା। Then without the some of the difficulties of creating a global supply chain and different distribution network। ତ ଆମେ ଯେହେତୁ ଆମେ ଗୋଟେ ବିଜନେସ କୁ ସ୍ମୁଥଲି ଚଲେଇବା ତ ସେଥିପାଇଁକା ଆମକୁ କଣ ଆମ କମ୍ପାନୀକୁ ଗ୍ଲୋବାଲି ସପ୍ଲାଇ ଚେନ୍ ବି କରିବାକୁ ପଡିବ ତ ଲୋକମାନଙ୍କୁ ଆମେ ସେମିତି ପ୍ରଡକ୍ଟ ବି ପ୍ରୋଭାଇଡ କରିବାକୁ ପଡିବ ଆଉ ଲୋକମାନଙ୍କ ପାଖେ ତାର ଡେଲିଭରି ବି କରିବାକୁ ପଡିବ। ଦେନ୍ ଫାଇଣ୍ଡିଂ ସକ୍ସେସଫୁଲ ଫରେନ୍ ପାର୍ଟନରସିପ। Another benefits of global is enjoyed by companies of different sizes, not just small business। ତ ଆମର ଗ୍ଲୋବାଲ ବିଜନେସ ରେ ଆମର କଣ ଯେ ମାନେ କେବଳ ଡିଫରେଣ୍ଟ ସାଇଜ ର ବିଜନେସ ନୁହଁ ସବୁ ସାଇଜ ର ସ୍ମଲ ହଉ ବିଗ ହଉ ସବୁ ସାଇଜ ର ବିଜନେସ ମାନେ ସେଥିରେ ଜଏନ ହେଇପାରିବେ। Many times your company saves money because expenses such as labor cost charged by the business partner overseas are cheaper. Also, foreign workers carrying out your company's operation are familiar with the needs of local consumers. They live and work in the same foreign culture। ତ କଣ ଆମର ଯୋଉ ଫରେନ୍ ପାର୍ଟନର୍ସ ମାନେ ରହିଲେ ଦେଖ ଯଦି ତମେ ସପୋଜ ଗୋଟେ ଏବେ ବିଜନେସ କରୁଛ ତମେ ଚାହୁଁଛ ଯେ ତାକୁ ଗ୍ଲୋବାଲି ଚଲେଇବା ପାଇଁ ତ ତମେ କଣ କରିବ ଫରେନ ର ତମକୁ ଗୋଟେ ପାର୍ଟନର କୁ ଆଡ କରିବ ସେଥିରେ କଣ ଯେ ତମେ ଚାହିଁବ ଯେ ସେଥିରେ ଯଦି ଲେବର ମାନଙ୍କର କଷ୍ଟ ଡିକ୍ରିଜ ହଉ ତମେ ଦେଖିବ ଯେ ଫରେନ ରେ ଲେବର କଷ୍ଟ ଅଧିକ ନା ଆମ ଇଣ୍ଡିଆନ ଲେବର ମାନେ ଅଧିକ କଷ୍ଟ ନଉଛନ୍ତି ତ ତମେ ଦେଖିବ ଯୋଉଟା ଚିପର ତମେ ସେମିତି ହିଁ ମାନେ ୱାର୍କର୍ସ ମାନଙ୍କୁ ହାୟାର କରିବ। ତ ସବୁ ଟାଇପ ର ନିଡ୍ କୁ ଦେଖିକି କମ୍ପାନୀର ଅପରେସନ କୁ ଦେଖିକି ଲୋକାଲ କଞ୍ଜ୍ୟୁମର ମାନଙ୍କର ନିଡ୍ କୁ ଦେଖିକି ଯେହେତୁ ତମେ ଗ୍ଲୋବାଲି ଯିବାକୁ ଚାହୁଁଛ ତମେ ଆଗ ନିଜ ଏରିଆର ଲୋକମାନଙ୍କର ନିଡ୍ କୁ ସାଟିସ୍ଫାଇ କରିବ ତେଣୁ ପାର୍ଟନର ଯୋଉ କଣ୍ଟ୍ରିରେ ଥିବ ସେମାନେ ବି ତାଙ୍କ କଣ୍ଟ୍ରିର ୱାର୍କର ମାନଙ୍କୁ ୱାର୍କର ନୁହଁ ତ କଞ୍ଜ୍ୟୁମର ମାନଙ୍କୁ ସାଟିସ୍ଫାଇ କରିବେ ତ ସବୁ ଟାଇପ ର ନିଡ୍ କୁ ଦେଖିକି ହିଁ ଆମର ଫରେନ୍ ପାର୍ଟନରସିପ ହେଇପାରିବ ଆଉ ଫରେନ୍ ପାର୍ଟନରସିପ ହେଲେ ହିଁ ଗୋଟେ ଆମର ଇଣ୍ଟରନ୍ୟାସନାଲ ମାର୍କେଟିଂ ସକ୍ସେସଫୁଲ ହେଇପାରିବ। Then it's a profit advantage। International business may help to improve the bottom line of a firm
Even when international business is rate profitable than domestic, it could increase the total profit. तो कौन international business company ମାନଙ୍କୁ help करे bottom line नु केमती increase हो bottom माने lower level नु केमती increase है. Even when international business is less profitable than domestic, it could increase the total profit. So there are many companies which make the major share of their profit from foreign market. There are also MNCs which earn more than 100% of their profits from foreign market. So कौन ଏଥିରେ ଗୋଟେ ପ୍ରଫିଟ ଆଡଭାଣ୍ଟେଜ ମିଳିବ ଯେହେତୁ ତମେ ତମ ପ୍ରଡକ୍ଟ ସବୁ କଣ୍ଟ୍ରିରେ ତମ ପ୍ରଡକ୍ଟ ଯଦି ସେଲ ହବ ତା ଦ୍ୱାରା କଣ ତମେ 100% ରୁ ଏଭବ ବି ପ୍ରଫିଟ ଅର୍ନ କରିପାରିବ ଦେନ୍ ଆସିଲା ଡାଇଭର୍ସିଫିକେସନ. The benefit of globalization is that a company can diversify its consumer base and revenue streams. A company that makes market only to Indian consumer is especially vulnerable to domestic economic trends, with consumer in other countries buying your product and services from the international division. Your company can maintain revenue streams in foreign market. So diversification କଣ ଯେ ଯେହେତୁ ଆମ କଣ୍ଟ୍ରି ସବୁ କଣ୍ଟ୍ରି ଆମ ପ୍ରଡକ୍ଟ ସେଲ୍ କରେ ତ ଆମ ମାର୍କେଟ ଟା କଣ ଡାଇଭର୍ସିଫାଇ ହେଇଗଲା. ଆମେ ଆମେରିକାରେ ସେଲ୍ କରୁଛେ ଆମ ପ୍ରଡକ୍ଟ ୟୁରୋପରେ ସେଲ୍ କରୁଛେ ଦେନ୍ ଜାପାନରେ ସେଲ୍ କରୁଛେ ଇଣ୍ଡିଆରେ ସେଲ୍ କରୁଛେ ତା ଦ୍ୱାରା ଆମର କଣ ଡାଇଭର୍ସିଫାଇ ଆମ ପ୍ରଡକ୍ଟ ଟା ହେଇଗଲା. ତ ୟା ଦ୍ୱାରା କଣ ହବ ଯେ ଆମ କଣ୍ଟ୍ରି ଇକୋନୋମି ଟା ବି ମେଣ୍ଟେନ ହେଇକି ରହିବ ମାନେ ସବୁ କଣ୍ଟ୍ରି ଯଦି ଆମେ ଯେହେତୁ ଆମେରିକା ଟା ଡେଭଲପ କଣ୍ଟ୍ରି ତ ଆମେ ଯଦି ଆମେରିକାରେ ଆମ ପ୍ରଡକ୍ଟ ଟା ସେଲ୍ କରିପାରୁଛେ ଦେନ୍ ଆମ କଣ୍ଟ୍ରି ବି ଡେଭଲପ ହେଇପାରିବ ଅଧିକ. With the consumer in other countries buying a product and services from the international division, your company can maintain revenue streams in foreign market. ତ ଯଦି ଫରେନର ମାନେ ଆମ ପ୍ରଡକ୍ଟ କୁ କିଣିବେ ତା ଦ୍ୱାରା କଣ ହେଇପାରିବ ଆମ ଫରେନ ମାର୍କେଟରେ ଆମ କମ୍ପାନୀର ରେଭିନ୍ୟୁ ଟା ବି ଇନକ୍ରିଜ ହବ. Then ଆସିଲା importance of international market. First one is business growth opportunity. An important reason for going international market is to take advantages of the opportunity in other countries. ତ କଣ ଇଣ୍ଟରନ୍ୟାସନାଲ ମାର୍କେଟିଂ ରେ ଗୋଟେ କଣ ଆମେ ଯେତେ ଚେଷ୍ଟା ଟ୍ରାଏ କରିବା ଯେ ଆମେ ଯାହାବି ଫରେନ କଣ୍ଟ୍ରିରେ ଅପରଚୁନିଟି ରହୁଛି ତାର ଆଡଭାଣ୍ଟେଜେସ୍ ହେଇପାରିବ. MNCs are getting increasingly interested in a number of developing countries as the income and population rapidly rises. The competition may become a driving force behind internationalization. A protected market does not normally motivate companies to seek business outside the home market. ତ କଣ କମ୍ପିଟିସନ ଆମର ଦେଖ ଯଦି ଆମେ ଆମ ପ୍ରଡକ୍ଟ ଟାକୁ ବାହାରେ ସେଲ୍ କରୁଛେ ଆଉ ତାଙ୍କ ଯାହା ବି ଅପରଚୁନିଟି ଅଛି ଆମେ ତାର ଆଡଭାଣ୍ଟେଜେସ୍ ନଉଛେ ତ ତା ଦ୍ୱାରା ଆମ କଣ୍ଟ୍ରିର ବି ଡେଭଲପମେଣ୍ଟ ହବ. ଆଉ ଆମେ ଦେଖିବା ଯେ ଆମ କଣ୍ଟ୍ରିର ପପୁଲେସନ ହଉ କିମ୍ବା ଆମେ ଯଦି ଚାଇନାରେ ନବା ତ ଚାଇନାର କଣ ପପୁଲେସନ ଅଧିକ ତ ସେଥିରେ ଆମେ ଦେଖିବା ଯେ ଆମେ ଯୋଉଠି ପପୁଲେସନ ଅଧିକ ଆମ ପ୍ରଡକ୍ଟ ସେଇଠି ହିଁ ଅଧିକ ସେଲ୍ ହବ. ଆଉ ଆମେ କଣ କରିପାରିବା ଯେହେତୁ ଆମେ ଫରେନ୍ ଗ୍ଲୋବାଲି ଆମ ପ୍ରଡକ୍ଟ ସେଲ୍ କରୁଛେ ଆମେ କମ୍ପିଟ୍ ବି କରିପାରିବା ଫରେନ୍ ମାର୍କେଟ. A protected market do not normally motivate companies to seek business outside the home market. ତ protected market କଣ ଯୋଉଠି କେବଳ ନିଜ କଣ୍ଟ୍ରିର ଲୋକମାନେ କିଛି ସେଲ୍ କରିପାରିବେ. ସପୋଜ ଆମ ଇଣ୍ଡିଆରେ ଆମେ ଯଦି କେବଳ ଇଣ୍ଡିଆ ଲୋକମାନେ ହିଁ ପ୍ରଡକ୍ଟ ସେଲ୍ କରିପାରିବେ ତ ସେଇଟା ହେଲା ଆମର ପ୍ରୋଟେକ୍ଟେଡ ମାର୍କେଟ. କିନ୍ତୁ ଆମର ସେମିତି ନୁହେଁ ଆମର ଚାହିଁଲେ ଫରେନର ମାନେ ବି ସେ ସେଲ୍ କରିପାରିବେ ତାଙ୍କ ପ୍ରଡକ୍ଟ. ତ ଯଦି ଆମେ ପ୍ରୋଟେକ୍ଟେଡ ମାର୍କେଟ ନବା ତ ତା ଦେହରେ ସେମାନେ ମୋଟିଭେଟ କରନ୍ତିନି ଯେ ବିଜନେସ ଆଉଟସାଇଡ ର କେହି କଣ୍ଟ୍ରିର ଆଉଟସାଇଡ ରୁ ଆସିକି ଆମ ବିଜନେସ ଆମ ଅର୍ଗାନାଇଜେସନରେ ଇଣ୍ଟରଫିୟର କରୁ. ତ ସେଥିପାଇଁକା ଆମର ପ୍ରୋଟେକ୍ଟେଡ ମାର୍କେଟ ନର୍ମାଲି ଏସବୁକୁ ମୋଟିଭେଟ କରେନି. ତ ଆମର ପ୍ରୋଟେକ୍ଟେଡ ମାର୍କେଟ ହେଲା ଆମର ଏଗେନଷ୍ଟ ଅଫ ଇଣ୍ଟରନ୍ୟାସନାଲ ମାର୍କେଟ. Then government policies and regulation. Government policies and regulation may also motivate internationalization. There are both positive and negative factors which could cause internationalization. ତ କଣ ଗଭର୍ଣମେଣ୍ଟ ର ଯୋଉ ରୁଲସ ରେଗୁଲେସନ ବାହାରୁଛି ସେଇଟା ଆଇଦର ପଜିଟିଭ ହେଇପାରେ ଆଉ ନେଗେଟିଭ ହେଇପାରେ. ତ ଦେଖ ଗଭର୍ଣମେଣ୍ଟ ଆମର କିଛିଟା ଟ୍ୟାକ୍ସ ଲଗାଏ ଯେତେବେଳେ ତମେ ଫରେନ ରୁ କିଛି ପରଚେଜ କରିବ କିମ୍ବା ଫରେନ ରୁ ତମେ କିଛି ସେଲ କରିବ ଫରେନ ରେ ସେଥିରେ କିଛି ଟ୍ୟାକ୍ସ ଲଗେଇଥାଏ ତ ସେଇଟା କଣ ଗୋଟେ ଗୋଟେ କମ୍ପାନୀ ପାଇଁ ବହୁତ ନେଗେଟିଭ ହେଇଯିବ ଏଟା ତାଙ୍କ ପାଇଁ ଡିସଆଡଭାଣ୍ଟେଜ ହେଇଯିବ. Many governments give a number of incentives and other positive support to domestic companies to export and invest in foreign countries. ତ ଆମର ଯେତେବେଳେ ଗଭର୍ଣମେଣ୍ଟ ଆମର ମୋଦି ଗଭର୍ଣମେଣ୍ଟ ଆସିଲା ସେମାନେ କଣ ଟ୍ରାଏ କଲେ ଯେ ଆମେ କିନ୍ତୁ ଫରେନ ଇନଭେଷ୍ଟର ମାନଙ୍କୁ
ଅଧିକ ଆଟ୍ରାକ୍ଟ କରିପାରିବା, ସେମାନଙ୍କୁ ଇନସେଣ୍ଟିଭ ପ୍ରୋଭାଇଡ କରିବା, ତା ଦ୍ୱାରା ଆମ କଣ୍ଟ୍ରିର ଡେଭଲପମେଣ୍ଟ ହବ। ତ ସେ କଣ ଗଭର୍ଣ୍ଣମେଣ୍ଟ ର ରୁଲ୍ସ ରେଗୁଲେସନ ଆଇଦର ମେ ବି ନେଗେଟିଭ ଅର ନେଗେଟିଭ କେତେବେଳେ ଯେତେବେଳେ ଗଭର୍ଣ୍ଣମେଣ୍ଟ କିଛି ରୁଲ୍ସ ରେଗୁଲେସନ ଇମ୍ପୋଜ କରୁଛି, ଟ୍ୟାକ୍ସ ଇମ୍ପୋଜ କରୁଛି। ଆଉ ପଜିଟିଭ କେତେବେଳେ ହବ ଯେତେବେଳେ ଗଭର୍ଣ୍ଣମେଣ୍ଟ ପ୍ରୋଭାଇଡ କରୁଛି ଇନସେଣ୍ଟିଭ କି ବେନିଫିଟ, ଯେତେବେଳେ ଗୋଟେ ଫରେନ୍ ମାର୍କେଟ ଆମ କମ୍ପାନୀ ଯୋଉ ଆମ ମାର୍କେଟ କୁ ଆସିବ। ତ ଗଭର୍ଣ୍ଣମେଣ୍ଟ ମୋଦି ସେଥିପାଇଁକା ବହୁତ ମାନେ ଚାହୁଁଛି ଫରେନ୍ ଡେଭଲପ, ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛି, ଯଦି ଆମ କଣ୍ଟ୍ରି ଯଦି ଫରେନର ମାନେ ଇନଭେଷ୍ଟମେଣ୍ଟ କରିବେ ତା ଦ୍ୱାରା ଆମ କଣ୍ଟ୍ରିର ଡେଭଲପମେଣ୍ଟ ହବ। ତ ସେଇଟା ଗୋଟେ ପଜିଟିଭ ୱେ ହବ ସବୁ ଇଣ୍ଟରନ୍ୟାସନାଲ ମାର୍କେଟ ପାଇଁ। ସିମିଲାରଲି ସେଭରାଲ କଣ୍ଟ୍ରି ଗିଭ୍ ଏ ଲଟ୍ ଅଫ ଇମ୍ପୋର୍ଟାନ୍ସ ଟୁ ଇମ୍ପୋର୍ଟ ଡେଭଲପମେଣ୍ଟ ଆଣ୍ଡ ଫରେନ୍। ତ ଆମର ଯୋଉ ସେଥିପାଇଁକା ବହୁତ ସାରା କଣ୍ଟ୍ରି ଇମ୍ପୋର୍ଟାନ୍ସ ଦିଅନ୍ତି ଫରେନ୍ ଇନଭେଷ୍ଟମେଣ୍ଟ ଉପରେ। ଦେନ୍ ଆସିଲା ରୁରାଲ ମାର୍କେଟିଂ। ରୁରାଲ ମାର୍କେଟିଂ କଣ? Rural marketing is now a two-way marketing process. There is inflow of products into rural market for production or consumption, and there is also outflow of product to urban areas. ତ rural area ରେ କଣ ଆମର ଯାହା ବି ପ୍ରଡକ୍ସନ ହଉଛି ସେ ସବୁ ଯାଉଛି କୁଆଡେ ଆମର ଅର୍ବାନ ମାର୍କେଟ। ସେ ସବୁ ସେଥିପାଇଁ ତ କଣ କହ ରୁରାଲ ମାର୍କେଟ। ଦେଖନ୍ତୁ ରୁରାଲ ମାନେ ଆମର ଯୋଉ ଗାଁ ଗହଳି ଏରିଆରେ ଯାହାବି ନର୍ମାଲ ଗାଁ ଗହଳି ଏରିଆରେ ହିଁ ଲୋକମାନେ ଚାଷ କରନ୍ତି। ସେ ଚାଷଟା କଣ ସେମାନେ ତ କେବଳ କନଜମ୍ପସନ କରନ୍ତିନି, ଆମର ଅର୍ବାନ ଏରିଆର ଲୋକମାନେ ବି ତାକୁ କନଜ୍ୟୁମ କରନ୍ତି। ତ ସେଇଟାକୁ କୁହାଯାଏ ଆମର ରୁରାଲ ମାର୍କେଟିଂ। The urban to rural flow consists of agricultural input, fast moving consumer goods such as soap, detergent, cosmetic, textiles and so on। ତ କଣ ଆମର ଅର୍ବାନ ଏରିଆ ଯୋଉ ଆମର ଯାହାବି ସହର ହଉ, ସେମାନଙ୍କଠୁ ଆଉ ରୁରାଲ କୁ ଯୋଉ ମାର୍କେଟ ପ୍ରଡକ୍ଟ ଯାଏ ସେ ସବୁ କଣ ନର୍ମାଲ ଡିଟରଜେଣ୍ଟ, କସ୍ମେଟିକ ଏସବୁ କଣ ଗାଁରେ କେହି ଏତେ ୟୁଜ କରନ୍ତିନି, ସହର ଲୋକମାନେ ୟୁଜ କରନ୍ତି। ଆଉ ଏସବୁ ଧୀରେ ଧୀରେ ଗାଁ ଆଡେ ବି ଯାଉଛି। ସେଇଟା ହେଲା ଆମର ମାନେ urban to rural flow। Then rural to urban flow consists of agricultural produce such as rice, wheat, sugar and cotton। ତ ସେମିତି ରୁରାଲ ଏରିଆରେ ଆମର କଣ ନର୍ମାଲ ଲୋକମାନେ ଅଟା, ଚାଉଳ, କଟନ, ସୁଗାର ଏ ସବୁ ପ୍ରଡକ୍ସନ କରନ୍ତି। ସେ ସବୁ ପ୍ରଡକ୍ଟ ପୁରା ଯାଏ କୁଆଡେ ଅର୍ବାନ ଏରିଆକୁ। ତ ସେଇ ଯୋଉ ଇଣ୍ଟରଚେଞ୍ଜ ହଉଛି ସେ ସବୁ ହେଲା ଆମର rural market। There is also a movement of rural products within rural area for consumption। ତ ଯୋଉ ହ୍ୱିଟ, ସୁଗାର, କଟନ ଏ ସବୁ ହଉଛି ମାନେ ଗୋଟେ ରୁରାଲ ଏରିଆର ଲୋକମାନେ ବି ଆକୁ କନଜମ୍ପସନ କରୁଛନ୍ତି। ତ ଏଇଟା ହେଲା ଆମର ରୁରାଲ ମାର୍କେଟିଂ। ତ ଇମ୍ପୋର୍ଟାନ୍ସ ଅଫ ରୁରାଲ ମାର୍କେଟିଂ ଦେଖିବା, ଇଟ ରିଡ୍ୟୁସ ବର୍ଡନ ଅନ୍ ଅର୍ବାନ ପପୁଲେସନ। ତ ଦେଖ ଯଦି ଆମ ରୁରାଲ ଏରିଆରେ ଗାଁ ଗହଳିରେ ଲୋକମାନେ କିଛି ନ କରିବେ, କିଛି ଏଗ୍ରିକଲଚର ଚାଷ ବାସ ନ କରିବେ, ତ ତା ଦ୍ୱାରା କଣ ଅର୍ବାନ ସହରରେ ଯୋଉମାନେ ଲୋକମାନେ ରହିଲେ ତାଙ୍କ ଉପରେ ଏଟା ଇଫେକ୍ଟ ପଡିବ। ସେଥିପାଇଁ ଇଟ ରିଡ୍ୟୁସ ବର୍ଡନ ଅନ୍ ଅର୍ବାନ ପିପଲ। ଦେନ୍ ରାପିଡ ଇକୋନୋମିକ ଗ୍ରୋଥ। ଯଦି ଗାଁ ଲୋକମାନେ ସମସ୍ତେ ଚାଷ ବାସ କରିବେ ତା ଦ୍ୱାରା ଆମର କଣ ଇକୋନୋମିର ରାପିଡଲି ଗ୍ରୋଥ ହବ। ଆଉ ଏମ୍ପ୍ଲୟମେଣ୍ଟ ଜେନେରେସନ ହବ। ଏମ୍ପ୍ଲୟମେଣ୍ଟ ଜେନେରେସନ କେମିତି ହବ? ଯେ ଚାଷ କାମ କଲେ ସେଥିରେ ୱାର୍କର୍ସ ଦରକାର, ତା ଦ୍ୱାରା ଆମର ଏମ୍ପ୍ଲୟମେଣ୍ଟ ଜେନେରେସନ ହବ। ଦେନ୍ ଇମ୍ପ୍ରୁଭ ଷ୍ଟାଣ୍ଡାର୍ଡ ଲିଭିଂ। ତ ଆମର ଯୋଉ ଷ୍ଟାଣ୍ଡାର୍ଡ ଅଫ ଲିଭିଂ ରହିଲା ଲୋକମାନଙ୍କର, ଯଦି ସମସ୍ତେ ଚାଷ ବାସ କରିବେ ତା ଦ୍ୱାରା ଆମର କଣ ଷ୍ଟାଣ୍ଡାର୍ଡ ଅଫ ଲିଭିଂ ଟା ଇନକ୍ରିଜ ହବ। ଦେନ୍ ଡେଭଲପମେଣ୍ଟ ଅଫ ଆଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରି। ଆଗ୍ରୋ ବେସ୍ଡ ଇଣ୍ଡଷ୍ଟ୍ରି କହିଲି ଯେ ଏଗ୍ରିକଲଚର ବେସ୍ଡ ଇଣ୍ଡଷ୍ଟ୍ରି ରହିଲା ସେମାନଙ୍କର ବି ଡେଭଲପମେଣ୍ଟ ହବ। ଦେନ୍ ଅପ୍ଟିମମ୍ ୟୁଟିଲାଇଜେସନ ଅଫ ରୁରାଲ ଅନଷ୍ଟାଫ ରିସୋର୍ସେସ। ତ ଆମର ଯୋଉ ଗାଁ ଗହଳି ହଉ କିମ୍ବା ଆମର ଏ ଯୋଉ ଖଣି ହଉ କିମ୍ବା ଯୋଉ ଚାଷ ଜମି ହଉ, ସେ ସବୁର କଣ ସବୁ ଅନଟ୍ୟାପ୍ଡ ରିସୋର୍ସ, ମାନେ ସେ ସବୁକୁ ଏପର୍ଯ୍ୟନ୍ତ କିଛି ହେଇନି। ତ ସେଇ ରିସୋର୍ସେସ ର ଆମେ ଅପ୍ଟିମମ୍ ୟୁଟିଲାଇଜେସନ କରିପାରିବା। ଦେନ୍ ଏଗ୍ରିକଲଚର ଦ୍ୱାରା ଆମର ଇଜିଲି ମାର୍କେଟ ହେଇପାରିବ, ଇଜିଲି ମାର୍କେଟେବଲ ହେଇପାରିବ। କାରଣ ଏଗ୍ରିକଲଚର ପ୍ରଡକ୍ଟରେ ଆମର କଣ ଆସୁଛି, ଡାଇରୀ ପ୍ରଡକ୍ଟ, ରାଇସ୍, ହ୍ୱିଟ ଏ ସବୁ ସମସ୍ତେ କନଜମ୍ପସନ କରୁଛନ୍ତି। ତ ତା ଦ୍ୱାରା ଆମର କଣ ମାର୍କେଟ ବି ଇଜିଲି ଗ୍ରୋଥ ହେଇପାରିବ। ଦେନ୍ ଇମ୍ପ୍ରୁଭ ରୁରାଲ ଇନଫ୍ରାଷ୍ଟ୍ରକ୍ଚର। ଆମର ଯୋଉ ଗାଁ ଗହଳିରେ ଯାହା ବି ସବୁ ଆଗରୁ କଣ ସେମାନେ ସମସ୍ତେ ଲେବର ବେସ୍ଡ କାମ କରୁଥିଲେ, ସମସ୍ତେ କାମ କରୁଥିଲେ। କିନ୍ତୁ ଏବେ କଣ ଇନଫ୍ରାଷ୍ଟ୍ରକ୍ଚର ମାନେ ମେସିନାରୀ ୟୁଜ ହଉଛି, ଧାନ ଚାଷ ହଉ, ଡାଏରୀ ପ୍ରଡକ୍ଟ ରେ ସବୁ ମେସିନ ୟୁଜ ହଉଛି। ତା ଦ୍ୱାରା କଣ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ୟୁଜ ହଉଛି, ଇମ୍ପ୍ରୁଭ ହଉଛି। ଦେନ୍ ପ୍ରାଇସ ଷ୍ଟାବିଲିଟି। ପ୍ରାଇସ ବି ବଢୁଛି, କମୁଛି। ପ୍ରାଇସ ର ସେ ଯୋଉ ଦେଖ, ଯଦି ଗାଁ ଗହଳିର ଲୋକମାନେ କିଛି ପ୍ରଡକ୍ସନ ନ କରିବେ, ଧାନ ଚାଷ ହଉ କି ଗହମ ଚାଷ ହଉ କିଛି ନ କରିବେ, ତା ଦ୍ୱାରା କଣ ସବୁ ଯେତିକି ବି ଚାଷ ହବ ତାର କଣ ପ୍ରାଇସ ବଢୁଥିବ। ତ ଯଦି ସମସ୍ତେ କାମ କରିବେ ତା ଦ୍ୱାରା କଣ ପ୍ରାଇସ ଟା ମେଣ୍ଟେନ ହେଇକି ରହିବ। ଦେନ୍ କ୍ୱାଲିଟି ଅଫ ଲାଇଫ ଆଣ୍ଡ ରିଡ୍ୟୁସ କ୍ରାଇମ। ତ ଦେଖ କ୍ୱାଲିଟି ଅଫ ଲାଇଫ କେମିତି ମେଣ୍ଟେନ, ନର୍ମାଲି ଦେଖ
ଯୋଉମାନେ କିଛି କାମ ନ କରନ୍ତି। ଦେଖ ଗାଁ ସମସ୍ତେ ତ ଗାଁରେ ପଢିଛି, ତ ସମସ୍ତେ କଣ ଯିଏ କାମ କରିଥିବେ, ଯିଏ ଯାହାର କମ୍ପ୍ୟୁଟର ଉପରେ ନଲେଜ ଥିବ, କି ଯିଏ ଟିକେ ମାନେ କିଛି ଏକ୍ସପ୍ଲୋର କରିବାକୁ ଚାହୁଁଛନ୍ତି, ସେମାନେ କଣ ସହର ଆଡକୁ ଯାଆନ୍ତି। ସହରରେ ଯାଇ କାମ କରନ୍ତି। ଆଉ ସହରରେ କଣ ଯୋଉ ଆମର ମେଡିକାଲ ଫାସିଲିଟି ହଉ, ହସ୍ପିଟାଲିଟି ହଉ, ସେମାନେ ଯାଇ ସେଥିରେ କାମ କରନ୍ତି। କିନ୍ତୁ ଯୋଉମାନେ ରହିଗଲେ ତାଙ୍କୁ ଛାଡିକି, ସେମାନେ କଣ ଯଦି କିଛି କାମ ନଥାଏ, ସେମାନେ କଣ ଚୋରି କରିବେ। ଦେଖ ଯଦି ଯାହା ପାଇଁ କିଛି କାମ ନାହିଁ, ତାର ପଇସା ବି ନଥିବ। ପଇସା ନଥିଲେ ମାନେ କଣ ଖରାପ ବୁଦ୍ଧି ଆପେ ଆପେ ଆସିବ। ତା ଦ୍ଵାରା କଣ ହବ ଯେ କ୍ରାଇମ ବଢିବ। ସେଥିପାଇଁ ତ ଯଦି ସବୁଆଡେ ଆମର ମାର୍କେଟିଂ ହବ, ଲୋକମାନଙ୍କର ଯାହାବି ପ୍ରଡକ୍ସନ କରିବେ, ସେମାନେ ସମସ୍ତେ ଯଦି କାମରେ ଲାଗିଯିବେ, ସେମାନଙ୍କର ଯଦି ଏମ୍ପ୍ଲୟମେଣ୍ଟ ଜେନେରେସନ ହବ, ତା ଦ୍ଵାରା କଣ ହବ, ତାଙ୍କର ଲାଇଫ କ୍ୱାଲିଟି ଅଫ ଲାଇଫ ଇନକ୍ରିଜ ହବ। ଆଉ କ୍ରାଇମ ଟା ବି କମିଯିବ। ଦେନ୍ ବାଲାନ୍ସ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ। ତ ଯୋଉ ଇଣ୍ଡଷ୍ଟ୍ରିରେ ଯୋଉ ଗ୍ରୋଥ ହଉଛି ଲୋକମାନଙ୍କର, ରୁରାଲ ହଉ ଅର୍ବାନ ହଉ, ସବୁ ଇଣ୍ଡଷ୍ଟ୍ରିର ଗ୍ରୋଥ ହବ। ତ ଏସବୁ ହେଲା ଆମର ରୁରାଲ ମାର୍କେଟିଂ ର ଇମ୍ପୋର୍ଟାନ୍ସ। ତ ତ ଆମର ଏତିକି ସବୁ ରହିଲା ଆମର ରୁରାଲ ମାର୍କେଟିଂ ର ସବୁ ପଏଣ୍ଟ ଇମ୍ପୋର୍ଟାଣ୍ଟ। ତ ଆମର ରୁରାଲ ମାର୍କେଟିଂ ଟା ନିହାତି ଦରକାର, କାରଣ ଦେଖ ଯୋଉମାନେ ଧନୀ ସେମାନେ ଅଧିକ ଧନୀ ହେଇଯିବେ ଯଦି ଆମର ଲୋକମାନେ ଏଗ୍ରିକଲଚର ନ କରିବେ। ଆଉ ଯୋଉମାନେ କରିବେ ସେମାନେ ଅଧିକ ହିଁ ଗରିବ ହେଇଯିବେ। ତ ଆମର ଯୋଉ ଇଣ୍ଡଷ୍ଟ୍ରିଆଲ ଗ୍ରୋଥ କେମିତି ହବ, ଯଦି ଆମର ଯୋଉ ଲୋକମାନଙ୍କ ଭିତରେ ଯଦି ଗୋଟେ ବାଲାନ୍ସ ଗ୍ରୋଥ ନହବ, ତ ସମସ୍ତଙ୍କର ଇକ୍ୱାଲି ଗ୍ରୋଥ ହେବା ପାଇଁ କାହିଁ ଏଗ୍ରିକଲଚର ଦରକାର। ଯଦି ରୁରାଲ ଏରିଆର ଲୋକମାନେ ହୁଅନ୍ତୁ, କି ଯଦି ଅର୍ବାନ ଏରିଆରେ ବି ସମସ୍ତେ ଏଗ୍ରିକଲଚର କରିବେ, ରୁରାଲ ମାର୍କେଟିଂ ରେ ହେଲ୍ପ କରିବେ, ତା ଦ୍ଵାରା କଣ ଆମ ଇକୋନୋମିର ଗୋଟେ ବାଲାନ୍ସ ଗ୍ରୋଥ ହେଇକି ରହିବ। ତ ଏସବୁ ହେଲା ଆମର ରୁରାଲ ମାର୍କେଟିଂ ର ଇମ୍ପୋର୍ଟାନ୍ସ। ଆମେ ଫିଚର୍ସ ଅଫ ରୁରାଲ ମାର୍କେଟିଂ ଟା ନେକ୍ସଟ କ୍ଲାସ ରେ ପଢିବା। ଆଉ ଆମର ରହିଲା କେବଳ ସାଇବର ମାର୍କେଟ। ଆଉ କିଛିଟା ବି ଅଛି ଗ୍ରୀନ ମାର୍କେଟିଂ, ଏସବୁ ଆମେ ନେକ୍ସଟ କ୍ଲାସ ରେ ପଢିବା। ଠିକ ଅଛି। ତ ଥ୍ୟାଙ୍କ ୟୁ ଯୋଉମାନେ ଜଏନ କରିଛ। କ୍ଲାସ ଟାକୁ ଏଠି ଏଣ୍ଡ କରିଦବା।